ଆପଣଙ୍କୁ ସ୍ୱାଗତ। ଶେର୍ଲକ୍ ହୋମ୍ସ କାହାଣୀ 8 ପୁସ୍ତକର ଚତୁର୍ଥ କାହାଣୀ, ଯାହାର ନାଁ ହେଉଛି ଚିତ୍ରଲେଖା ବା ଦ ଡ୍ୟାନ୍ସିଂ ମେନ୍ର ଦ୍ୱିତୀୟ ଅଧ୍ୟାୟକୁ। ପ୍ରଥମ ଅଧ୍ୟାୟରେ ଆମେ ଦେଖିଥିଲେ ହିଲ୍ଟନ୍ କ୍ୟୁବିଟ୍ ଯେଉଁ ରହସ୍ୟମୟ ଘଟଣା ଘଟିଥିଲା ତାହାର ସମାଧାନ କରିବା ପାଇଁ ଶେର୍ଲକ୍ ହୋମ୍ସଙ୍କ ପାଖକୁ ଆସିଥିଲେ। ଆଉ ସେଇ ଯେଉଁ ଚିତ୍ର ମାଧ୍ୟମରେ ଲେଖା ବା ନାଚୁଥିବା ଲୋକଚିତ୍ରର ଯେଉଁ ରହସ୍ୟ ରହିଥିଲା, କେମିତି ତାର ସମାଧାନ କରାଯିବ ଆଉ କ'ଣ ଘଟିଥିଲା ଆମେ ପୂର୍ବ ଅଧ୍ୟାୟରେ ଦେଖିଥିଲେ। ଚାଲନ୍ତୁ ଏଇ ଦ୍ୱିତୀୟ ଅଧ୍ୟାୟରେ ଆମେ ଦେଖିବା ଆଗକୁ କ'ଣ ଘଟିଲା। ଚାଲନ୍ତୁ ଆମେ ଆରମ୍ଭ କରିବା। ଆଗନ୍ତୁକ ଯିବା ଯାଏ ହୋମ୍ସ ଦୃଢ଼ ଆଉ ଧୀରସ୍ଥିର ଦେଖାଯାଉଥାନ୍ତି। ଆଗନ୍ତୁକ ମାନେ ସେଇ ହିଲ୍ଟନ୍ କ୍ୟୁବିଟ୍, ଯାହାଙ୍କ ସହିତ ଏଇ ଘଟଣା ଘଟିଥିଲା ବା ଚିତ୍ର ମାଧ୍ୟମରେ ଲେଖା ଆସୁଥିଲା ତାଙ୍କ ଘରକୁ, କ'ଣ ହେଇଥିଲା ଆମେ ପୂର୍ବ ଅଧ୍ୟାୟରେ ଦେଖିଥିଲେ। ତାପରେ କ'ଣ ହେଲା ଚାଲନ୍ତୁ ଦେଖିବା। ମୁଁ କିନ୍ତୁ ତାଙ୍କୁ ଭଲ ଭାବେ ଜାଣେ, ଏକଥା କହୁଛନ୍ତି ଶେର୍ଲକ୍ ହୋମ୍ସଙ୍କର ବନ୍ଧୁ ୱାଟସନ୍। ଡକ୍ଟର ୱାଟସନ୍ କହୁଛନ୍ତି କି ଶେର୍ଲକ୍ ହୋମ୍ସକୁ ସେ ଭଲ ଭାବେ ଜାଣନ୍ତି। କ'ଣ? ତେଣୁ ସହଜରେ ଜାଣିପାରିଲି ଯେ ସେ ଖୁବ୍ ଉଦ୍ବିଗ୍ନ ହୋଇପଡ଼ିଛନ୍ତି। ହିଲ୍ଟନ୍ କ୍ୟୁବିଟ୍ ଚାଲିଯିବା ପରେ ସେ ଟେବୁଲ ପାଖକୁ ଦୌଡ଼ିଯାଇ ନାଚିଲା ଲୋକ ଥିବା ସବୁଯାକ କାଗଜ ଟେବୁଲ ଉପରେ ବିଛାଇ ଦେଇ ଏଇ ଜଟିଳ କାମରେ ଲାଗିଗଲେ। 2 ଘଣ୍ଟା ଯାଏଁ ସେ କାମରେ ଲାଗିଗଲେ। ମୁଁ ବସି ଲକ୍ଷ୍ୟ କରୁଥାଏ। ସେ ଖଣ୍ଡକ ପରେ ଖଣ୍ଡେ କାଗଜ ପରୀକ୍ଷା କରିବାରେ ଲାଗିଥାନ୍ତି। କାମରେ ସେ ଏମିତି ମଜି ଯାଇଥାନ୍ତି ଯେ ସେଠି ମୋ ଉପସ୍ଥିତି ଏକାବେଳକେ ଭୁଲି ଯାଇଥାନ୍ତି। ବେଳେବେଳେ ସେ କାମରେ ଆଗେଇ ଯାଉଥାନ୍ତି ଆଉ ଗୁଣୁଗୁଣୁ କରି ଗୀତ ବୋଲୁଥାନ୍ତି, ଆଉ ବେଳେବେଳେ ସେ ଘାବରେଇ ଯାଉଥାନ୍ତି। ଅନେକ ସମୟ ଧରି ଚିନ୍ତା କରି ବସି ଯାଉଥାନ୍ତି। ଶେଷରେ ସେ ସନ୍ତୁଷ୍ଟ ହୋଇ ଚଉକିରୁ ଉଠିପଡ଼ି ଘରେ ଏପାଖ ସେପାଖ ହେବାରେ ଲାଗିଲେ। ତାପରେ ଖଣ୍ଡେ ଫର୍ମରେ ଗୋଟେ ଲମ୍ବା ଟେଲିଗ୍ରାମ ଲେଖିଲେ। ସେଇଠୁ କହିଲେ, ଏଇ ଟେଲିଗ୍ରାମର ଉତ୍ତର ମୁଁ ଯାହା ଆଶା କରୁଛି ଯଦି ତାହା ହୁଏ, ତେବେ ତୁମ ଲେଖା ପାଇଁ ଆଉ ଗୋଟେ ବଢ଼ିଆ କେସ୍ ଜୁଟିଯିବ ୱାଟସନ୍। ମୋର ଆଶା ଆମେ କାଲି ନର୍ଫୋକ୍ ଯିବା ଆଉ ଆମ ମହକିଲଙ୍କୁ ଏ କେସ୍ ବିଷୟରେ କିଛି ନିଶ୍ଚିତ ତଥ୍ୟ ଜଣାଇ ପାରିବା। ମୁଁ ମାନୁଛି ହୋମ୍ସଙ୍କ କଥା ଜାଣିବା ପାଇଁ ମୋ ମନରେ ଖୁବ୍ ଆଗ୍ରହ ହେଲା, କିନ୍ତୁ ମୁଁ ଜାଣେ ସମୟ ହେଲେ ହୋମ୍ସ ସବୁ କଥା ପ୍ରକାଶ କରିବାକୁ ଭଲ ପାଆନ୍ତି। ତେଣୁ ସେହି ସମୟ ଆସିବା ଯାଏଁ ମୁଁ ଅପେକ୍ଷା କରିବାକୁ ସ୍ଥିର କଲି। କିନ୍ତୁ ଟେଲିଗ୍ରାମର ଉତ୍ତର ଆସିବାର ଡେରି ହୋଇଗଲା। 2 ଦିନ କାଳ ହୋମ୍ସ ବଡ଼ ଅଧୈର୍ଯ୍ୟ ହୋଇପଡ଼ିଲେ। ସବୁବେଳେ କଲିଂ ବେଲ୍କୁ କାନ ଡେରିଥାନ୍ତି। ଦ୍ୱିତୀୟ ଦିନ ସନ୍ଧ୍ୟାରେ ହିଲ୍ଟନ୍ କ୍ୟୁବିଟ୍ଙ୍କ ପାଖରୁ ଖଣ୍ଡେ ଚିଠି ଆସି ପହଞ୍ଚିଲା। ସେ ଲେଖିଥିଲେ, ସବୁ ଠିକ୍ ଅଛି, କେବଳ ସେଇଦିନ ସକାଳେ ସନ୍ଡାଏଲ୍ ବା ସୂର୍ଯ୍ୟ ଘଡ଼ି ଉପରେ ଖଣ୍ଡେ କାଗଜ ଥିଲା। ସେଥିରେ ବେଶ୍ ଲମ୍ବା ନାଚିଲା ଲୋକର ଚିତ୍ରଲିପି ଥିଲା। ସେ ତାର ଗୋଟେ ନକଲ ପଠାଇଥିଲେ। ସେଇଟା ହେଲା ସେଇ ଯେଉଁ ଚିତ୍ରଲିପି ପଠାଇଥିଲେ, ଏଇଟା ହେଉଛି ସେଇ ଏମିତି ଆକାରରେ ଥିଲା। ସେ ପଠାଇଥିଲେ ହିଲ୍ଟନ୍ କ୍ୟୁବିଟ୍ ଶେର୍ଲକ୍ ହୋମ୍ସଙ୍କ ପାଖକୁ। ଏଇ ଚିତ୍ରଟି ଦେଖନ୍ତୁ। ତାପରେ ହୋମ୍ସ କିଛି ସମୟ ଯାଏ ଏଇ ଚିତ୍ର ଲିପି ଉପରେ ନଇଁ ପଡ଼ି ଦେଖିଲେ। ତାପରେ ବିସ୍ମୟ ଆଉ ଦୁଃଖରେ ଚମକି ପଡ଼ିଲା ପରି ଠିଆ ହୋଇଗଲେ। ତାଙ୍କ ମୁହଁରେ ଉଦ୍ବେଗ ଆଉ କ୍ଷୋଭର ଚିହ୍ନ। ହଠାତ୍ ସେ କହି ଉଠିଲେ, କଥାଟା ବେଶୀ ଆଗେଇ ଯିବାକୁ ଆମେ ଛାଡ଼ିଦେଲେ। ଆଜି ରାତିରେ ନର୍ଥ ୱାଲସାମ୍ ଆଡ଼କୁ ଆଉ କୌଣସି ଟ୍ରେନ୍ ଅଛି କି? ଶେର୍ଲକ୍ ହୋମ୍ସ ଏ କଥା କହୁଛନ୍ତି, ପଚାରୁଛନ୍ତି ୱାଟସନ୍କୁ।
ମୁଁ ଟାଇମ୍ ଟେବୁଲଟା ଦେଖି କହିଲି, ଶେଷ ଗାଡ଼ିର ସମୟ ଏଇ ଚାଲିଯାଇଛି। ତାହେଲେ ଆମେ ବଡ଼ି ସକାଳୁ ଜଳଖିଆ ଖାଇଦେଇ ପ୍ରଥମ ଟ୍ରେନରେ ଚାଲିଯିବା। ସେଇଠି ଆମର ଉପସ୍ଥିତି ନିହାତି ଦରକାର। ଆହା, ଏଇ ବୋଧହୁଏ ଆମ ଟେଲିଗ୍ରାମ ଆସିଗଲା। ଅଳ୍ପ ଟିକିଏ ସମୟ ଅପେକ୍ଷା କରନ୍ତୁ ଶ୍ରୀମତୀ ହଡସନ। ଉତ୍ତର ଆସିଥାଇପାରେ। ଶ୍ରୀମତୀ ହଡସନ ହେଉଛନ୍ତି ସେରଲକ୍ ହୋମ୍ସଙ୍କ ଘରେ ଯିଏ ସହକାରୀ କାର୍ଯ୍ୟ କରନ୍ତି ବା ଘରର ଦେଖା ଶୁଣା କରନ୍ତି ସେଇ ମହିଳା। ତାଙ୍କୁ ସେରଲକ୍ ହୋମ୍ସ କହୁଛନ୍ତି, ଟେଲିଗ୍ରାମ ଆସିଗଲା ବୋଧେ, କଲିଂ ବେଲ୍ ବାଜିଲା, ଆପଣ ଟିକେ ଅପେକ୍ଷା କରନ୍ତୁ। ତାପରେ କ'ଣ ହେଲା ଦେଖିବା। ଉତ୍ତର ଆସିଥାଇପାରେ, ନା, ମୁଁ ଯାହା ଆଶା କରିଥିଲି ଠିକ୍ ସେଇଆ। ଏ ଖବରରୁ ପରିଷ୍କାର ଜଣାଗଲା ଯେ ଘଟଣାଟା ହିଲ୍ଟନ୍ କ୍ୟୁବିଟ୍କୁ ଜଣାଇବାରେ ଆମେ ଆଉ ଡେରି କରିବା ଚଳିବ ନାହିଁ। ଆମ ନର୍ଫୋକ୍ ଭଦ୍ରଲୋକ, ତାମାନେ ହିଲ୍ଟନ୍ କ୍ୟୁବିଟ୍, ସେ ରୁହନ୍ତି ନର୍ଫୋକ୍ରେ, ଏକ ଅସାଧାରଣ ଭୟଙ୍କର ଜାଲ ଭିତରେ ଛନ୍ଦି ହୋଇ ପଡ଼ିଛନ୍ତି। ଠିକ୍ ସେଇଆ ହେଲା। ଯେଉଁ କାହାଣୀକୁ ମୁଁ ପିଲାଳିଆ ଅର୍ଥହୀନ ବୋଲି ଭାବୁଥିଲି, ତାହାର ଭୟଙ୍କର ଉପସଂହାର ଲେଖିଲା ବେଳକୁ ମୋର ଛାତି ଭୟରେ ଥରି ଉଠୁଛି। ତାମାନେ ଏଇ ଯେଉଁ ନାଚୁଥିବା ଲୋକଙ୍କର ଚିତ୍ର ଦେଖିକି ପ୍ରଥମେ ସେ ଯେଉଁ ଭାବୁଥିଲେ ଛୁଆଳିଆ ବା ପିଲାଳିଆମି କିଏ କରିଛି ବୋଲି, କିନ୍ତୁ ପ୍ରକୃତରେ ଏଇଟା ହେଉଛି ଗୋଟେ ଲେଖା ବା ସାଇନ୍ ଲାଙ୍ଗୁଏଜରେ ବା ଡ୍ୟାନ୍ସିଂ ମେନ୍ ଆକାରରେ ଏଇଟା ହେଉଛି ମେସେଜ ଆସିଛି ବା ପଠାଯାଇଛି। ଦେଖିବା ଆଗକୁ କ'ଣ ହେଲା। ପାଠକଙ୍କ ଆଗରେ ଗୋଟେ ସୁନ୍ଦର ଉପସଂହାର ଦେଇପାରିଥିଲେ ଭଲ ହୋଇଥାନ୍ତା, କିନ୍ତୁ ଏ ହେଲା ସତ୍ୟ ଘଟଣାର ଇତିହାସ। ତେଣୁ ଯେଉଁ ଅଦ୍ଭୁତ ଘଟଣା ସବୁ ଘଟିଗଲା, ଯାହା ପାଇଁ ରିଡିଂଥର୍ପମାର୍ଙ୍କ ନାଁ କିଛି ଦିନ ଯାଏଁ ଇଂଲଣ୍ଡ ଘରେ ଘରେ ଶୁଣାଗଲା, ମୁଁ ତାହା ଲେଖିବାକୁ ବାଧ୍ୟ। ଆମେ ନର୍ଥ ୱାଲସାମ ଷ୍ଟେସନରେ ଓହ୍ଲାଇ ପଡ଼ିଲୁ। ଆମ ଲକ୍ଷ୍ୟସ୍ଥଳ ନାଁ କହୁ କହୁ ଷ୍ଟେସନ ମାଷ୍ଟର ଆସି ଆମ ପାଖରେ ପହଞ୍ଚିଗଲେ। ପଚାରିଲେ, ଆପଣ ବୋଧହୁଏ ଲଣ୍ଡନର ଡିଟେକ୍ଟିଭ? ତାମାନେ ସେରଲକ୍ ହୋମ୍ସ ହେଉଛନ୍ତି ଡିଟେକ୍ଟିଭ, ସେ କଥା ସେ ପଚାରିଲେ। ବିରକ୍ତ ହୋଇ ହୋମ୍ସ କହିଲେ, ଆପଣ ଏକଥା ଭାବୁଛନ୍ତି କାହିଁକି? କାରଣ ନରଉଡ୍ର ଇନ୍ସପେକ୍ଟର ମାର୍ଟିନ ଏଇ ବାଟେ ଗଲେ। ତେବେ ଆପଣମାନେ ଡାକ୍ତର ମଧ୍ୟ ହୋଇପାରନ୍ତି। ଭଦ୍ର ମହିଳା ମରିନାହାନ୍ତି, ଅନ୍ତତଃ ଶେଷ ଖବର ଆସିବା ଯାଏଁ ମରି ନଥିଲେ। ଆପଣମାନେ ଠିକ୍ ସମୟରେ ପହଞ୍ଚି ତାଙ୍କୁ ବଞ୍ଚାଇ ପାରନ୍ତି, ଯଦିଓ ସେ ଶେଷରେ ଫାଶୀ ଖୁଣ୍ଟକୁ ଯିବେ। ତାମାନେ ଏମିତି ଘଟଣା ଘଟିଯାଇଛି। ଚାଲନ୍ତୁ ଦେଖିବା ଆଗକୁ କ'ଣ ହେଲା। ଖୁବ୍ ବ୍ୟସ୍ତ ହୋଇ ହୋମ୍ସ କହିଲେ, ଆମେ ରିଡିଂଥର୍ପାମାରକୁ ଯାଉଛୁ, କିନ୍ତୁ ସେଠି କ'ଣ ଘଟିଛି ଆମେ କିଛି ଜାଣୁନା। ବଡ଼ ଭୟଙ୍କର ଘଟଣା। ସେମାନଙ୍କ ଠାରେ ଗୁଳି ମାଡ଼ ହୋଇଛି ମିଷ୍ଟର ହିଲ୍ଟନ୍ କ୍ୟୁବିଟ୍ ଆଉ ତାଙ୍କ ସ୍ତ୍ରୀ ଉଭୟଙ୍କୁ। ଶ୍ରୀମତୀ କ୍ୟୁବିଟ୍ ତାଙ୍କ ସ୍ୱାମୀଙ୍କୁ ଗୁଳି କରି ପରେ ନିଜକୁ ଗୁଳି କରିଛନ୍ତି। ଏକଥା ଘରର ଚାକର ବାକର କହୁଛନ୍ତି। ବିଚରା ହିଲ୍ଟନ୍ କ୍ୟୁବିଟ୍ଙ୍କର ମୃତ୍ୟୁ ହୋଇଯାଇଛି ଆଉ ତାଙ୍କ ସ୍ତ୍ରୀଙ୍କ କଥା ସରିଯାଇଛି। ବଡ଼ ଦୁଃଖର କଥା। ନର୍ଫୋକ୍ର ଗୋଟେ ପୁରୁଣା ଆଉ ସମ୍ଭ୍ରାନ୍ତ ବଂଶ। ଆଉ ପଦେ ବି ନ କହି ହୋମ୍ସ ଧାଇଁଯାଇ ଗୋଟେ ଗାଡ଼ି ଭିତରକୁ ଡେଇଁ ପଡ଼ିଲେ। ଲମ୍ବା 7 ମାଇଲ ଯିବା ବାଟରେ ସେ ମୋଟେ ପାଟି ଫିଟାଉ ନାହାନ୍ତି। ତାଙ୍କୁ ଏମିତି ପୂରାପୂରି ହତାଶ ହେବାର ମୁଁ କେବେ ଦେଖିନାହିଁ। ଲଣ୍ଡନରୁ ଆସିବା ବେଳେ ବାଟସାରା ସେ ଅତି ବ୍ୟସ୍ତ ହେବାର ମୁଁ ଲକ୍ଷ୍ୟ କରିଛି। ସେ ଖୁବ୍ ଉତ୍କଣ୍ଠାରେ ସକାଳର ଖବରକାଗଜଟା
ପୃଷ୍ଠା ପରେ ପୃଷ୍ଠା ଓଲଟାଇ ବା ଦେଖିଛି, କିନ୍ତୁ ବର୍ତ୍ତମାନ ତାଙ୍କ ଆଶଙ୍କା କଥା ଚିନ୍ତା କରି ସେ ଅତି ମ୍ରିୟମାଣ ହୋଇ ପଡ଼ିଲେ। ଶେଷରେ ନର୍ଫୋକର ସବୁଜ ପ୍ରାନ୍ତରେ ଜର୍ମାନ ସମୁଦ୍ରର ଭାଓଲେଟ୍ ରଙ୍ଗର ସୀମା ଦେଖାଗଲା। ଗାଡ଼ି ଚାଳକ ତା ଚାବୁକରେ ଗୋଟେ ଇଟା ଆଉ କାଠ ତିଆରି ଘରକୁ ଠାରି କହିଲା, ଏଇଟା ରିଡିଂଥରପାମର୍ନର। ଆମ ଗାଡ଼ି ପୋର୍ଟିକୋ ଆଡ଼କୁ ଯାଉ ଯାଉ ମୁଁ ତା ଆଗରେ ଥିବା ଟେନିସ୍ ପଡ଼ିଆ, ହତିଆର ରଖା ଘର ଆଉ ସନ୍ ଡାଏଲ ବା ସୂର୍ଯ୍ୟଘଡ଼ି ସବୁକୁ ଲକ୍ଷ୍ୟ କରିନେଲି। ଆମ ଆଗେ ଆଗେ ଆଉ ଗୋଟେ ଗାଡ଼ିରୁ ଜଣେ ବୁଢ଼ା ଲୋକ ଓହ୍ଲାଇଲେ। ସେ ନର୍ଫୋକର ପୋଲିସ ଇନ୍ସପେକ୍ଟର ମାର୍ଟିନ ବୋଲି ନିଜର ପରିଚୟ ଦେଲେ। ଯେତେବେଳେ ସେ ମୋ ବନ୍ଧୁଙ୍କ ନାଁ ଶୁଣିଲେ ଯଥେଷ୍ଟ ବିସ୍ମିତ ହୋଇଗଲେ। ତାମାନେ ସେର୍ଲକ ହୋମ୍ସଙ୍କ ନାଁ ଶୁଣିକି ସେ ବିସ୍ମିତ ହୋଇଗଲେ। କହିଲେ, କି ଆଶ୍ଚର୍ଯ୍ୟ ମିଷ୍ଟର ହୋମ୍ସ, ହତ୍ୟାକାଣ୍ଡଟା ସକାଳ 3ଟା ବେଳେ ଘଟିଛି। ଆପଣ ଲଣ୍ଡନରେ ଥାଇ ଏକଥା କେମିତି ଜାଣିଲେ ଆଉ ମୋ ଆସିବା ସଙ୍ଗେ ସଙ୍ଗେ ଏଠି ପହଞ୍ଚିଗଲେ? ମୁଁ ଆଶଙ୍କା କରୁଥିଲି, ଏ ଅପରାଧ ରୋକିବା ଆଶାରେ ମୁଁ ଏଠିକି ଆସିଥିଲି, ସେର୍ଲକ ହୋମ୍ସ କହିଲେ। ତାହେଲେ ଆପଣ ନିଶ୍ଚୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଇଥିବେ ଯାହା ଆମକୁ ଜଣାନାହିଁ, କାରଣ ସେ ଦୁହେଁ ପରସ୍ପରକୁ ଅତି ଭଲ ପାଆନ୍ତି ବୋଲି ଲୋକେ କହୁଛନ୍ତି। ମୁଁ ପାଇଥିବା ପ୍ରମାଣ ହେଲା କେବଳ ନାଚିବା ଲୋକ ବା ଡ୍ୟାନ୍ସିଂ ମେନ୍ ବା ସେ ଯେଉଁ ନାଚ ମାଧ୍ୟମରେ ଯେଉଁ ଲେଖା ପଠାଇଥିଲେ ସେଇଟା କଥା କହୁଛନ୍ତି ସେର୍ଲକ ହୋମ୍ସ। ସେ କଥା ମୁଁ ପରେ ଆପଣଙ୍କୁ ବୁଝାଇବି। ଏବେ ତ ଏ ଦୁର୍ଘଟଣାକୁ ରୋକିବା ସମୟ ଚାଲିଯାଇଛି। ତେବେ ପ୍ରକୃତ ନ୍ୟାୟ ପାଇଁ ମୋତେ ଯାହା ଜଣାଅଛି ତାକୁ କାମରେ ଲଗାଇବା ପାଇଁ ମୁଁ ବ୍ୟଗ୍ର। ଆପଣ ମୋ ସାଥିରେ ମିଶି ଅନୁସନ୍ଧାନ କରିବେ ନା ମୁଁ ଅଲଗା ମୋ କାମ କରିବି? ଆପଣଙ୍କ ସାଥିରେ କାମ କରିବା ତ ଗର୍ବର କଥା। କିଏ? ପୋଲିସ ମାର୍ଟିନ ଏ କଥା କହୁଛନ୍ତି ସେର୍ଲକ ହୋମ୍ସକୁ କି ଆପଣଙ୍କ ସାଥିରେ କାମ କରିବା ଗର୍ବର କଥା। ବେଶ୍, ତାହେଲେ ଆଉ ବିଳମ୍ବ ନ କରି ସାକ୍ଷୀମାନଙ୍କୁ ପଚାରିବା ଆଉ ଘର ବାହାର ସବୁ ପରୀକ୍ଷା କରିବା ଦରକାର। ଇନ୍ସପେକ୍ଟର ମାର୍ଟିନ ମୋ ବନ୍ଧୁଙ୍କୁ ତାଙ୍କ ନିଜ ବାଟରେ କାମ କରିବାକୁ ଦେଇ କେବଳ ତାର ଫଳାଫଳ ସବୁ ଯତ୍ନରେ ନୋଟ୍ କରିବାରେ ସନ୍ତୁଷ୍ଟ ହେଲେ। ସ୍ଥାନୀୟ ବୁଢ଼ା ଡାକ୍ତର ଶ୍ରୀମତୀ କ୍ୟୁବିଟଙ୍କ ରୁମ୍ରୁ ଆସି ପହଞ୍ଚିଲେ ଆଉ ଜଣାଇଲେ ଯେ ଆଘାତଟା ଅତି ଗୁରୁତର, କିନ୍ତୁ ମୃତ୍ୟୁ ହେବାର ନିଶ୍ଚିତ ଭୟ ନାହିଁ। ବୁଲେଟଟା ବା ଗୁଳିଟା ମୁଣ୍ଡର ସାମ୍ନା ପାଖୁ ଭିତର ଦେଇ ଚାଲିଯାଇଛି ଆଉ ତାଙ୍କର ଚେତା ଆସିବାକୁ କିଛି ସମୟ ଲାଗିପାରେ। ତାଙ୍କୁ କେହି ଗୁଳି ମାରିଛି କି ସେ ନିଜେ ନିଜକୁ ଗୁଳି କରିଛନ୍ତି ପଚାରିବାରେ ଡାକ୍ତର କୌଣସି ନିଶ୍ଚିତ ମତ ଦେଇ ପାରିଲେ ନାହିଁ। ବୁଲେଟଟା ବା ଗୁଳିଟା ନିଶ୍ଚିତ ଭାବେ ଖୁବ୍ ନିକଟରୁ ମାଡ଼ ହୋଇଛି। ଘର ଭିତରୁ କେବଳ ଗୋଟିଏ ପିସ୍ତଲ ମିଳିଛି। ମିଷ୍ଟର ହିଲ୍ଟନ କ୍ୟୁବିଟଙ୍କ ଛାତିରେ ଗୁଳି ମାଡ଼ ହୋଇଛି। ୟା ମଧ୍ୟ ସମ୍ଭବ ହୋଇପାରେ ଯେ ସେ ତାଙ୍କ ସ୍ତ୍ରୀଙ୍କୁ ଆଗେ ଗୁଳି କରି ପରେ ନିଜକୁ ଗୁଳି କରିଛନ୍ତି, କିମ୍ବା ତାଙ୍କ ସ୍ତ୍ରୀ ଗୁଳି କରିଛନ୍ତି, କାରଣ ପିସ୍ତଲଟା ଦୁଇ ଜଣଙ୍କର ଠିକ୍ ମଝାମଝି ପଡ଼ିଥିଲା। କ୍ୟୁବିଟ ପଡ଼ିଥିବା ଜାଗାରୁ ତାଙ୍କୁ ଘୁଞ୍ଚା ଯାଇଛି କି? ଶ୍ରୀମତୀ କ୍ୟୁବିଟଙ୍କ ଛଡ଼ା ଆମେ ଅନ୍ୟ କୌଣସି ଜିନିଷରେ ହାତ ଦେଇ ନାହୁଁ। ସେମିତି କ୍ଷତବିକ୍ଷତ ଅବସ୍ଥାରେ ଆମେ ତାଙ୍କୁ ସେ ମେଜିଆ ଉପରେ ପକାଇ ରଖିପାରିଲୁ ନାହିଁ। ଏକଥା ଡାକ୍ତର କହୁଛନ୍ତି, ସେ ବୁଢ଼ା ଡାକ୍ତର ଯିଏ ଲୋକାଲ ଡାକ୍ତର। ତାପରେ କ'ଣ ହେଲା ଦେଖିବା। ଆପଣ ଏଠିକି କେତେ ସମୟ ହେଲା ଆସିଲେଣି ଡାକ୍ତର? ଏକଥା ପଚାରୁଛନ୍ତି ସେର୍ଲକ ହୋମ୍ସ ସେଇ ଡାକ୍ତରଙ୍କୁ, କାରଣ ରହସ୍ୟ କ'ଣ ହେଇଛି ବା କ'ଣ ଘଟଣା, ପ୍ରକୃତ ଘଟଣା ବାହାରିବ। 4ଟା ବେଳୁ। ଅନ୍ୟ କେହି ଆସିଛନ୍ତି କି? ହଁ, ଏଇ କନଷ୍ଟେବଳ। ଆପଣ କୌଣସି ଜିନିଷ ଛୁଇଁ ନାହାନ୍ତି ତ? ନା। ଆପଣ
ଖୁବ୍ ବିଚାରବନ୍ତ କାମ କରିଛନ୍ତି। କିଏ ଆପଣଙ୍କୁ ଡକାଇଲା? ଚାକରାଣୀ ସଣ୍ଡର୍ସ। ସେଇ ବୋଧହୁଏ ପ୍ରଥମେ ହୁରି କରିଥିଲେ ବା ଦେଖିକି ଚିଲାଇଥିଲେ। ହଁ, ସେ ଆଉ ରୋଷେଇଆ ଶ୍ରୀମତୀ କିଙ୍ଗ। ସେମାନେ ଏବେ କେଉଁଠି? ରୋଷେଇ ଘରେ ଥିବେ ବୋଧହୁଏ। ତାହାହେଲେ ସେମାନେ କ'ଣ କହୁଛନ୍ତି ଆମେ ସାଙ୍ଗେ ସାଙ୍ଗେ ଶୁଣିବା ଦରକାର। ଓକ୍ କାଠରେ ତାପରେ କ'ଣ ହେଲା ଦେଖିବା ଚାଲନ୍ତୁ। ଓକ୍ କାଠରେ କବାଟ ଆଉ ଲମ୍ବା ଝରକା ଲଗା ହଲ୍ ଘରଟା ଗୋଟେ ଅନୁସନ୍ଧାନ ବିଚାରାଳୟରେ ପରିଣତ ହୋଇଯାଇଥାଏ। ହୋମ୍ସ ଗୋଟିଏ ବଡ଼ ପୁରୁଣାକାଳିଆ ଚୌକି ଉପରେ ବସିଥାନ୍ତି। ତାଙ୍କ କ୍ଳାନ୍ତ ମୁହଁ ଭିତରୁ ଅବିଚଳିତ ଆଖି ଦିଟା ଉଜ୍ଜ୍ୱଳ ଦିଶୁଥାଏ। ସେଥିରୁ ମୁଁ ଜାଣିପାରିଲି ତାଙ୍କ ମହକିଲଙ୍କୁ ସେ ରକ୍ଷା କରିପାରି ନଥିଲେ ବି ତାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଜୀବନ ଦେଇଦେବାକୁ ପ୍ରସ୍ତୁତ। ତାଙ୍କ ଛଡ଼ା ଘର ଭିତରେ ଇନ୍ସପେକ୍ଟର ମାର୍ଟିନ୍, ସ୍ଥାନୀୟ ବୁଢ଼ା ଡାକ୍ତର ଆଉ ମୁଁ ଆଉ କନେଷ୍ଟବଳ ଉପସ୍ଥିତ ଥିଲୁ। ମୁଁ ମାନେ ଏଠି ହେଉଛନ୍ତି ୱାଟସନ୍, ଡକ୍ଟର ୱାଟସନ୍ ବା ସେର୍ଲକ ହୋମ୍ସଙ୍କ ବନ୍ଧୁ ଏକଥା କହୁଛନ୍ତି। ତାପରେ କ'ଣ ହେଲା ଦେଖିବା। ରାନ୍ଧୁଣିଆ ଓ ଚାକରାଣୀ ଯାହା କହିବାର ପରିଷ୍କାର କହିଗଲେ। ସେମାନେ ଶୋଇଥିଲେ। ଗୋଟେ ବିସ୍ଫୋରଣ ଶବ୍ଦରେ ଉଠି ପଡ଼ିଲେ। ପ୍ରାୟ ମିନିଟକ ପରେ ଆଉ ଗୋଟେ ଶବ୍ଦ ଶୁଣାଗଲା। ଏକଥା କିଏ କହୁଛନ୍ତି? ରୋଷେଇଆ ଆଉ ଚାକରାଣୀ କହୁଛନ୍ତି। ସେମାନଙ୍କ ଶୋଇବା ଘର ଲଗାଲଗି। ଶ୍ରୀମତୀ କିଙ୍ଗ ଉଠି ସଣ୍ଡର୍ସଙ୍କ ପାଖକୁ ଧାଇଁଲେ। ତାମାନେ ଇଏ ରୋଷେଇଆ ଆଉ ଚାକରାଣୀ। ସାଥୀ ହୋଇ ସେ ସିଡ଼ି ବାଟେ ତଳକୁ ଧାଇଁ ଆସିଲେ। ପଢ଼ା ଘରର ଦରଜା ଖୋଲା ଥିଲା ଆଉ ଟେବୁଲ ଉପରେ ଗୋଟେ ମହମବତୀ ଜଳୁଥିଲା। ତାଙ୍କ ମାଲିକ ମୁହାଁମୁହିଁ ଘର ମଝିରେ ମରି ପଡ଼ିଥିଲେ। ଝରକା ପାଖରେ ତାଙ୍କ ସ୍ତ୍ରୀ କାନ୍ଥ ଉପରକୁ ମୁଣ୍ଡ ଦେଇ ଝୁଙ୍କି ପଡ଼ିଥାନ୍ତି। ସେ ସାଂଘାତିକ ଭାବରେ ଆହତ ହୋଇଥାନ୍ତି। ମୁହଁର ଗୋଟେ ପାଖ ରକ୍ତରେ ଲାଲ ହୋଇଯାଇଥାଏ। ତାଙ୍କର ନିଶ୍ୱାସ ଖୁବ୍ ପ୍ରଖର ଥାଏ, କିନ୍ତୁ ସେ କଥା କହିପାରୁନଥାନ୍ତି। ଘର ଆଉ ବାରଣ୍ଡା ଧୂଆଁ ଆଉ ବାରୁଦ ଗନ୍ଧରେ ପୂରି ଯାଇଥାଏ। ଝରକାଟା ଭିତର ପାଖରୁ ବନ୍ଦ ଥିଲା। ଦୁଇ ଜଣ ଯାକ ଏକଥା ନିଶ୍ଚିତ ଭାବରେ କହିଲେ। ସେମାନେ ସାଙ୍ଗେ ସାଙ୍ଗେ ଡାକ୍ତର ଆଉ କନେଷ୍ଟବଳଙ୍କୁ ଡକାଇଲେ। ତାପରେ ଘୋଡ଼ା ସଇସ ବା ଘୋଡ଼ା ରଖୁଆଳ ଯିଏ ଦାୟିତ୍ୱ ନିଏ, ତାପରେ ଘୋଡ଼ା ସଇସ ଆଉ ଘୋଡ଼ା ରଖୁଆଳ ପିଲା ସାହାଯ୍ୟରେ ସେମାନେ ତାଙ୍କ ମାଲିକାଣୀଙ୍କୁ ତାଙ୍କ ଶୋଇବା ଘରକୁ ନେଇଗଲେ। ମାଲିକାଣୀ ତାଙ୍କ ରାତି ପୋଷାକ ପିନ୍ଧିଥିଲେ ଆଉ ମାଲିକ ତାଙ୍କ ରାତି ପୋଷାକ ଉପରେ ଲମ୍ବା ଗାଉନ ପିନ୍ଧିଥିଲେ। ପଢ଼ା ଘରୁ କୌଣସି ଜିନିଷପତ୍ର କେହି ନେଇନଥିଲେ। ସେମାନେ ଯେତେ ଦୂର ଜାଣନ୍ତି ସ୍ୱାମୀ ସ୍ତ୍ରୀ ପରସ୍ପରକୁ ଖୁବ୍ ଭଲ ପାଉଥିଲେ। ଦିନକ ପାଇଁ ବି ତାଙ୍କ ଭିତରେ କୌଣସି କଳିକଜିଆ ହୋଇନାହିଁ। ଏଇ କଥା କିଏ କହିଲେ? ସେ ଚାକରାଣୀ ଆଉ ରୋଷେଇଆ ଏକଥା କହିଲେ। ତାପରେ କ'ଣ ହେଲା? ଏଇ ହେଲା ଚାକରାଣୀ ଦି ଜଣଙ୍କ ସାକ୍ଷ୍ୟର ପ୍ରଧାନ ପଏଣ୍ଟ। ଇନ୍ସପେକ୍ଟର ମାର୍ଟିନ୍ଙ୍କ ପ୍ରଶ୍ନର ଉତ୍ତରରେ ସେମାନେ କହିଲେ ଯେ ଘରର ପ୍ରତ୍ୟେକ କବାଟ ଭିତର ପାଖରୁ କିଳା ହୋଇଥିଲା। ତେଣୁ ଘରୁ କେହି ପଳେଇ ଯିବା ଅସମ୍ଭବ। ହୋମ୍ସଙ୍କ ପ୍ରଶ୍ନର ଉତ୍ତରରେ ଦି ଜଣ ଯାକ କହିଲେ ସେମାନେ ଉପର ମହଲାରେ ତାଙ୍କ ଘର ଭିତରୁ ବାହାରିବା ମାତ୍ରେ ବାରୁଦ ଗନ୍ଧ ବାରି ପାରିଥିଲେ ବୋଲି ସେମାନଙ୍କର ମନେ ପଡ଼ୁଛି। ହୋମ୍ସ ଇନ୍ସପେକ୍ଟରଙ୍କୁ କହିଲେ, ଏଇ ଘଟଣାଟା ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ମୁଁ ଆପଣଙ୍କୁ ଉପଦେଶ ଦେଉଛି। ଏଥର ଚାଲନ୍ତୁ ପଢ଼ା ଘରଟାକୁ ଭଲ ଭାବେ ପରୀକ୍ଷା କରି ଦେଖିବା।
ପଢ଼ା ଘରଟା ଛୋଟ ବଖରାଟିଏ। ଘରର ତିନି ପାଖରେ ବହି ରଖାଯାଇଛି। ଗୋଟେ ପାଖରେ ବଗିଚା କଡ଼କୁ ଗୋଟିଏ ସାଧାରଣ ଝରକା। ତା ସାମ୍ନାରେ ଲେଖାଲେଖି କରିବା ପାଇଁ ଗୋଟେ ଟେବୁଲ। ଘର ମଝିରେ ପଡ଼ିଥିବା ଭଦ୍ରଲୋକ ବିଚରାଙ୍କ ପ୍ରତି ଆମେ ପ୍ରଥମେ ଧ୍ୟାନ ଦେଲୁ। ତାମାନେ ସେ ଯେଉଁ ମୃତ କ୍ୟୁବିଟ୍, ହିଲ୍ଟନ୍ କ୍ୟୁବିଟ୍ଙ୍କ ପ୍ରତି ଧ୍ୟାନ ଦିଆଗଲା। ତାଙ୍କ ପୋଷାକରୁ ଜଣାଗଲା ସେ ତରତରରେ ନିଦରୁ ଉଠିଛନ୍ତି। ସାମ୍ନା ପଟରୁ ତାଙ୍କୁ ଗୁଳି କରାଯାଇଛି। ଗୁଳିଟା ତାଙ୍କ ଛାତି ଭିତରେ ପଶିଯାଇଛି, କିନ୍ତୁ ଦେହରୁ ବାହାରି ନାହିଁ। ସାଙ୍ଗେ ସାଙ୍ଗେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ଗାଉନ ବା ହାତରେ ବାରୁଦର ଚିହ୍ନ ନାହିଁ। ଡାକ୍ତରଙ୍କର କହିବା ଅନୁସାରେ ଭଦ୍ର ମହିଳାଙ୍କ ମୁହଁରେ ବାରୁଦର ଚିହ୍ନ ଥିଲା, କିନ୍ତୁ ହାତରେ ନଥିଲା। ଦେଖନ୍ତୁ କେମିତି ଏସବୁ ରହସ୍ୟ ହେଉଛି, ଦେଖିବା କ'ଣ ହେବ। ହୋମ୍ସ କହିଲେ, ବାରୁଦ ଚିହ୍ନ ନଥିବାର କିଛି ଯାଏ ଆସେ ନାହିଁ, କିନ୍ତୁ ଚିହ୍ନ ଥିବାଟା ଖୁବ୍ ଗୁରୁତ୍ୱପୂର୍ଣ୍ଣ। କ୍ୟାଟ୍ରିଜ୍ ଯଦି ଠିକ୍ ଭାବରେ ଲାଗିନଥିବ, ତେବେ ବାରୁଦଟା ପଛକୁ ଚାଲି ଆସିବ। ତାମାନେ ଏକଥା ସେର୍ଲକ୍ ହୋମ୍ସ କହୁଛନ୍ତି। ବନ୍ଧୁକରେ ଯେତେବେଳେ ଗୁଳି କରାଯାଏ ଏଇଆ ହୁଏ, ସେତେବେଳର ବନ୍ଧୁକ। ତା ନହେଲେ ଜଣେ ଅନେକ ଗୁଡ଼ାଏ ଗୁଳି ମାରିଲେ ମଧ୍ୟ ତା ହାତରେ ବାରୁଦ ଚିହ୍ନ ରହିବ ନାହିଁ। ଏଥର ମିଷ୍ଟର କ୍ୟୁବିଟ୍ଙ୍କ ମୃତଦେହ ଏଠାରୁ ନିଆଯାଇପାରେ। ଆଚ୍ଛା ଡାକ୍ତର, ଭଦ୍ର ମହିଳା ଯେଉଁ ବୁଲେଟରେ ଆହତ ହୋଇଛନ୍ତି, ଆପଣ ବୋଧହୁଏ ସେଇଟା ବାହାର କରିନାହାନ୍ତି? ନା, ସେଥିପାଇଁ ବଡ଼ ଧରଣର ଅପରେସନ୍ ଦରକାର। କିନ୍ତୁ ଏବେ ବି ରିଭଲଭରରେ 4ଟା କ୍ୟାଟ୍ରିଜ୍ ଅଛି। 2ଟା କ୍ୟାଟ୍ରିଜ୍ ଫୁଟାଯାଇଛି, ଆଉ 2ଟାରେ ଆଘାତ ଲାଗିଛି। ତେଣୁ ପ୍ରତ୍ୟେକ ବୁଲେଟର ଯୁକ୍ତି ଠିକ୍ ଅଛି। ସେହିପରି ଜଣାଯାଉଛି। କିନ୍ତୁ ଝରକା ତଳ ବନ୍ଧରେ ଯେଉଁ ବୁଲେଟଟା ବାଜିଛି, ତା ବିଷୟରେ ଆପଣ କିଛି କାରଣ ଦର୍ଶାଇ ପାରିବେ କି? ବୋଧହୁଏ ହଠାତ୍ ହୋମ୍ସ ତାଙ୍କ ସରୁ ଆଙ୍ଗୁଠିରେ ଝରକା ଆଡ଼କୁ ଠାରିଲେ। ତଳ ବନ୍ଧର ଇଞ୍ଚେ ଉପରେ ଗୋଟିଏ ସରୁ କଣା ହୋଇଛି। ଇନ୍ସପେକ୍ଟର ଚିତ୍କାର କରି ଉଠିଲେ, ହେ ଭଗବାନ, ଆପଣ କେମିତି ସେଇଟା ଦେଖିଲେ? କାରଣ ମୁଁ ସେଇଟା ଖୋଜୁଥିଲି। ତାମାନେ 2ଟା ଗୁଳି ବାଜିନି, ସେ ଆଉ ଗୋଟେ ଗୁଳି ବି ଅଛି, ବାହାରୁ ମରାଯାଇଛି। ଦେଖିବା କ'ଣ ହେଇଛି ଘଟଣା, ପ୍ରକୃତ ଘଟଣା। ଦେଖନ୍ତୁ କ'ଣ ହେଲା। ଡାକ୍ତର କହି ପକାଇଲେ, ଆଶ୍ଚର୍ଯ୍ୟ, ଆପଣ ଠିକ୍ କହିଛନ୍ତି ଆଜ୍ଞା। ତାହେଲେ ଗୋଟେ ତୃତୀୟ ଗୁଳି ମରାଯାଇଛି, ଆଉ ଜଣେ ତୃତୀୟ ଲୋକ ନିଶ୍ଚୟ ସେଠାରେ ଉପସ୍ଥିତ ଥିଲା। କିନ୍ତୁ ସେ କିଏ ହୋଇପାରେ, ଆଉ ବାହାରକୁ ଗଲା କିପରି? ତାପରେ ସେର୍ଲକ୍ ହୋମ୍ସ ଉତ୍ତର ଦେଲେ, ଆମେ ଏବେ ସେଇ ସମସ୍ୟାର ଉତ୍ତର ବାହାର କରିବାକୁ ଯାଉଛେ। ଆପଣଙ୍କର ମନେ ଅଛି ନା ଇନ୍ସପେକ୍ଟର ମାର୍ଟିନ୍, ଯେତେବେଳେ ଚାକରାଣୀ 2 ଜଣ କହିଲେ ସେମାନେ ତାଙ୍କ କୋଠରୀରୁ ବାହାରିବା ମାତ୍ରେ ବାରୁଦ ବନ୍ଧ ବାରିପାରିଥିଲେ, ସେତେବେଳେ ମୁଁ କହିଥିଲି ଏଇ ପଏଣ୍ଟଟା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ତାମାନେ ପୂର୍ବରୁ ସେ କହିଥିଲେ ଏକଥା। ହଁ ଆଜ୍ଞା, କିନ୍ତୁ ସ୍ୱୀକାର କରୁଛି ମୁଁ କିଛି ବୁଝିପାରିଲି ନାହିଁ। ସେଥିରୁ ଜଣାଗଲା ଯେ ଗୁଳି ଫୁଟିଲା ବେଳକୁ ଘରର ଝରକା ଆଉ କବାଟ ଖୋଲା ଥିଲା। ତା ନହେଲେ ବାରୁଦ ବନ୍ଧ ଏତେ ଶୀଘ୍ର ଚାରିଆଡ଼େ ଖେଳି ଯାଇନଥାନ୍ତା। ସେଥିପାଇଁ ଘର ଭିତରେ କିଛି ପବନ ଦରକାର। ତେବେ ଝରକା ଆଉ କବାଟ ଅଳ୍ପ ସମୟ ପାଇଁ ଖୋଲା ଥିଲା। ତାର ପ୍ରମାଣ କ'ଣ? ମହମବତୀ ଭିତର ତରଳି ନାହିଁ। ଚମତ୍କାର। ଦୁର୍ଘଟଣା ଘଟିବା ବେଳେ ଝରକା ଖୋଲା ଥିବା ନିଶ୍ଚିତ ଭାବେ ହୃଦୟଙ୍ଗମ କଲା ପରେ ମୁଁ ଭାବିଲି ଏହି ଘଟଣାରେ ଜଣେ ତୃତୀୟ ଲୋକ ସମ୍ପୃକ୍ତ। ସେ ଝରକା ବାହାରେ ରହି ଝରକା ବାଟେ ଗୁଳି ମାରିଛି। ଏହି ଲୋକକୁ ଲକ୍ଷ୍ୟ କରି ଭିତରୁ ଗୁଳି ମାରିଲେ ଝରକା ବନ୍ଧରେ ବାଜିବା ସମ୍ଭବ।
ଏଇ ଲୋକକୁ ଲକ୍ଷ୍ୟ କରି ଭିତରୁ ଗୁଳି ମାରିଲେ ଝରକା ବନ୍ଧରେ ବାଜିବା ସମ୍ଭବ। ମୁଁ ସେଇଟା ଖୋଜିଲି ଆଉ ବୁଲେଟ୍ ଦ୍ୱାରା ହୋଇଥିବା କଣାଟା ପାଇଲି। ଏକଥା ସେର୍ଲକ ହୋମ୍ସ ଜଣାଉଛନ୍ତି ବା କହୁଛନ୍ତି କି ଏମିତି ମୁଁ ଖୋଜୁଥିଲି ବା ପାଇଲି, କେମିତି ତୃତୀୟ ଗୁଳି ଗୋଟେ ଅଛି। ତାପରେ କ'ଣ ହେଲା, କିନ୍ତୁ ଝରକାଟା ଭିତରୁ ବନ୍ଦ ହୋଇ କିଳା ହେଲା କିପରି? ମାନେ ଝରକାଟା ଭିତରୁ ବନ୍ଦ ହେଲା କିପରି? ଝରକାଟା ବନ୍ଦ କରିଦେବା ଭଦ୍ର ମହିଳାଙ୍କର ପ୍ରଥମ ପ୍ରବୃତ୍ତି ହୋଇଥିବ ନିଶ୍ଚୟ। କିନ୍ତୁ ଏଇଟା କ'ଣ? ସେଇଟା ଥିଲେ ଜଣେ ନାରୀର ହ୍ୟାଣ୍ଡବ୍ୟାଗ୍। ଟେବୁଲ ଉପରେ ଥୁଆ ହୋଇଥିଲା କୁମ୍ଭୀର ଚମଡ଼ା ଆଉ ରୂପାରେ ତିଆରି ସୁନ୍ଦର ଛୋଟ ବ୍ୟାଗ୍ଟିଏ। ହୋମ୍ସ ସେଇଟା ଖୋଲି ଭିତରେ ଥିବା ଜିନିଷ ବାହାର କଲେ। ଭିତରେ ଥିଲା 20 ଖଣ୍ଡ 5 ପାଉଣ୍ଡିଆ ନୋଟ୍ ବା ପଇସା ଥିଲା, ଟଙ୍କା ଥିଲା। 20 ଖଣ୍ଡ 5 ପାଉଣ୍ଡିଆ ନୋଟ୍ ବା 5 ପାଉଣ୍ଡର 20 ଖଣ୍ଡ ନୋଟ୍ ଖଣ୍ଡେ ରବରରେ ଏକାଠି ବନ୍ଧା ହୋଇଥିଲା। ତା ଛଡ଼ା ଆଉ କିଛି ନଥିଲା। ନୋଟ୍ ତକ ପୁଣି ବ୍ୟାଗ୍ରେ ପୁରାଇ ଦେଇ ବ୍ୟାଗ୍ଟା ଇନ୍ସପେକ୍ଟରଙ୍କ ହାତକୁ ବଢ଼ାଇ ଦେଲେ ହୋମ୍ସ। କହିଲେ, ଏଇଟା ସାଇତି ରଖିବାକୁ ହେବ, ବିଚାର ବେଳେ ଦରକାରରେ ଆସିବ। ହଁ, ଏଥର ଆମେ ଏଇ ତୃତୀୟ ବୁଲେଟ୍ଟା ବିଷୟରେ କିଛିଟା ଜାଣିବାକୁ ଚେଷ୍ଟା କରିବା। କାଠରେ ହୋଇଥିବା ଫୋଡ଼ରୁ ବା ଯେଉଁ କଣାଟା ହେଇଥିଲା, ଜଣାଯାଉଛି ଏ ବୁଲେଟ୍ଟା ଘର ଭିତରୁ ମରାଯାଇଛି। ମୁଁ ରାନ୍ଧୁଣୀ ଶ୍ରୀମତୀ କିଙ୍ଗଙ୍କ ସାଥିରେ ଆଉ ଟିକିଏ କଥାବାର୍ତ୍ତା କରିବାକୁ ଚାହେଁ। ତୁମେ କହିଛ ଶ୍ରୀମତୀ କିଙ୍ଗ ଯେ ତୁମେ ଗୋଟେ ଖୁବ୍ ଜୋରରେ ଫୁଟିବା ଶବ୍ଦରେ ଉଠି ପଡ଼ିଲ। ତୁମ କହିବାର ଅର୍ଥ କ'ଣ? ଦ୍ୱିତୀୟ ଥର ଠାରୁ ପ୍ରଥମ ଥର ଶବ୍ଦ ଖୁବ୍ ଜୋର ଥିଲା, ଏକଥା ସେର୍ଲକ ହୋମ୍ସ ପଚାରୁଛନ୍ତି ଚାକରାଣୀକୁ ବା ତାଙ୍କଠୁ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି। ତାପରେ କ'ଣ ହେଲା, ଶବ୍ଦଟାରେ ମୋ ନିଦ ଭାଙ୍ଗିଗଲା ଆଜ୍ଞା, ତେଣୁ ଠିକ୍ କରି କହିପାରୁନାହିଁ, କିନ୍ତୁ ଶବ୍ଦଟା ମୋତେ ଖୁବ୍ ବଡ଼ ଜଣାଗଲା। ଆଚ୍ଛା, 2ଟା ଗୁଳି ପ୍ରାୟ ଏକାବେଳକରେ ଫୁଟିବା ପରି ତୁମେ ଅନୁମାନ କରିପାରୁନାହଁ କି? ସେ କଥା ମୁଁ କହିପାରିବି ନାହିଁ। ମୁଁ ଭାବୁଛି ନିଶ୍ଚୟ ଠିକ୍ ସେଇଆ ହୋଇଛି। ଆମେ ଘରୁ ଯାହା କିଛି ଜାଣିବା କଥା ସବୁ ଶେଷ ହୋଇଯାଇଛି ଇନ୍ସପେକ୍ଟର ମାର୍ଟିନ। ଏଥର ଆପଣ ଯଦି ମୋ ସାଥିରେ ବାହାରକୁ ଯିବେ, ତେବେ ଦେଖିବା ବଗିଚାରୁ ଆମେ କି ନୂଆ ପ୍ରମାଣ ପାଇପାରିବା। ପଢ଼ା ଘରର ଝରକା ପାଖ ଯାଏଁ ଫୁଲ ବଗିଚା। ଆମେ ସେଠି ପହଞ୍ଚିବା ମାତ୍ରେ ଚିତ୍କାର କରି ଉଠିଲୁ। ଫୁଲ ଗଛଗୁଡ଼ା ଦଳି ହୋଇ ଯାଇଥିଲା ଆଉ ଓଦାଳିଆ ମାଟି ଉପରେ ଚାରିଆଡ଼େ ପାଦ ଚିହ୍ନ ସବୁ ପଡ଼ିଥିଲା। ସେଗୁଡ଼ା ବଡ଼ ପୁରୁଷର ପାଦ ଚିହ୍ନ ବା ପୁରୁଷ ଲୋକର ବା ଜଣେ ଲୋକର ପାଦ ଚିହ୍ନ। ଜୋତାର ଆଗଟା ଲମ୍ବା ଆଉ ଗୋଜିଆ। କୁକୁର ଆହତ ଜୀବକୁ ଖୋଜିଲା ପରି ହୋମ୍ସ ଘାସପତ୍ର ଭିତରେ ଖୋଜିବାରେ ଲାଗିଗଲେ। ଶେଷରେ ସେ ଆନନ୍ଦରେ ଚିତ୍କାର କରି ଆଗକୁ ଲଇଁ ପଡ଼ି ତଳୁ ଗୋଟେ ଛୋଟ ପିସ୍ତଲ ନଳି ଉଠାଇ ଆଣିଲେ। ତାପରେ ସେ କହିଲେ, ମୁଁ ଠିକ୍ ଏଇଆ ଭାବିଥିଲି। ତାମାନେ କିଛି ପାଇଲେ ପ୍ରମାଣ। କ'ଣ? ରିଭଲଭରରେ କ୍ୟାଟ୍ରିଜ ବାହାର କରି ଦେବାର ଯନ୍ତ୍ର ବା ଇଜେକ୍ଟର ଥିଲା। ଆଉ ତୃତୀୟ କ୍ୟାଟ୍ରିଜ ଏଇଟା। ତାମାନେ ସେ ଏଇ ଜିନିଷ ପାଇଲେ। କ'ଣ? ସେ ଇଜେକ୍ଟର ବା ରିଭଲଭରରୁ କ୍ୟାଟ୍ରିଜ ବାହାର କରିବା ପାଇଁ ଯେଉଁ ଯନ୍ତ୍ର ଇଜେକ୍ଟର, ଆଉ ତୃତୀୟ କ୍ୟାଟ୍ରିଜଟା ବା ଆଉ ଗୋଟେ କ୍ୟାଟ୍ରିଜ। ମୁଁ ଭାବୁଛି ଇନ୍ସପେକ୍ଟର ମାର୍ଟିନ, ଆମ କେସ୍ ଏଥର ସମ୍ପୂର୍ଣ୍ଣ ହୋଇଗଲା। ହୋମ୍ସଙ୍କ ଦ୍ରୁତ ଅନୁସନ୍ଧାନ ଆଉ ତାର ପଦ୍ଧତି ଦେଖି ଇନ୍ସପେକ୍ଟର ଅତ୍ୟନ୍ତ ବିସ୍ମିତ ହୋଇଯାଇଥିଲେ। ପ୍ରଥମେ ସେ ତାଙ୍କ ନିଜ ମର୍ଯ୍ୟାଦା କିଛିଟା ଜଗିଲା ପରି ଜଣାଯାଉଥିଲା, କିନ୍ତୁ ଏବେ ସେ ହୋମ୍ସକୁ ଯଥେଷ୍ଟ ସମ୍ମାନ ଦେଖାଇ ବିନା ଦ୍ୱିଧାରେ ତାଙ୍କ କଥା ମାନିନେଲେ। ସେ ପଚାରିଲେ, ଆପଣ କାହାକୁ ସନ୍ଦେହ କରୁଛନ୍ତି? ତାମାନେ ଇନ୍ସପେକ୍ଟର ମାର୍ଟିନ ପଚାରୁଛନ୍ତି ସେର୍ଲକ ହୋମ୍ସକୁ କି ଆପଣ କାହାକୁ ସନ୍ଦେହ କରୁଛନ୍ତି ବା କ'ଣ ଜାଣିଲେ ଆପଣ?
ତାପରେ କ'ଣ ହେଲା, ସେ କଥା ମୁଁ ପରେ କହିବି। ଏ ସମସ୍ୟାର କେତେ ଗୁଡ଼ାଏ ପଏଣ୍ଟ ଅଛି ଯାହା ମୁଁ ଏପର୍ଯ୍ୟନ୍ତ ଆପଣଙ୍କୁ ବୁଝାଇ ନାହିଁ। ଏବେ ମୁଁ ଯେତେବେଳେ ଏତେ ବାଟ ଆଗେଇ ଗଲିଣି, ବାକିଟା ମୋ ନିଜ ବାଟରେ କରିଯିବି। ତାପରେ ସବୁ କଥା ଆପଣଙ୍କ ଆଗରେ ପ୍ରକାଶ କରିବି। ଏକଥା ସେର୍ଲକ ହୋମ୍ସ କହୁଛନ୍ତି ଇନ୍ସପେକ୍ଟର ମାର୍ଟିନକୁ କି ମୁଁ ନିଜ ବାଟରେ ଯିବି, ତାପରେ ସବୁ କଥା ଆପଣଙ୍କୁ ଜଣାଇବି। ତାପରେ କ'ଣ ହେଲା, ଯାହା ଆପଣଙ୍କ ଇଚ୍ଛା ମିଷ୍ଟର ହୋମ୍ସ, ଆମର କେବଳ ଅପରାଧୀକୁ ପାଇବା କଥା। କୌଣସି ରହସ୍ୟ ଜାଲ ସୃଷ୍ଟି କରିବା ମୋର ଇଚ୍ଛା ନୁହେଁ, କିନ୍ତୁ ବର୍ତ୍ତମାନ ଏହି ଲମ୍ବା ରହସ୍ୟ ବୁଝାଇବା ସମ୍ଭବ ନୁହେଁ। ଏ ସମସ୍ୟାର ସବୁ ସୂତ୍ର ବର୍ତ୍ତମାନ ମୋ ହାତରେ। ଏପରିକି ଭଦ୍ର ମହିଳା ଆଉ ଜ୍ଞାନ ଫେରି ନ ପାଇଲେ ମଧ୍ୟ ଆମେ ଗଲା ରାତିର ଘଟଣା ନେଇ କେସ୍ ଗଢ଼ିପାରିବା ଏବଂ ନ୍ୟାୟ ବିଚାର କରିପାରିବା। ପ୍ରଥମେ ମୁଁ ଜାଣିବାକୁ ଚାହେଁ, ଏଇ ପାଖ ଆଖରେ ଏଲ୍ରିଜ୍ ବୋଲି କୌଣସି ଫାର୍ମ ଅଛି କି? ଏଲ୍ରିଜ୍, ସେ ଫାର୍ମର ନାଁ ଏଲ୍ରିଜ୍। ଓକେ। ଚାକରମାନଙ୍କୁ ପଚରା ଉଚରା କରାଗଲା, କିନ୍ତୁ କେହି ଏଇ ନାଁ ଶୁଣିଥିବାର କହିଲେ ନାହିଁ। ଶେଷରେ ଘୋଡ଼ା ରଖୁଆଳ ପିଲା ଏ ବିଷୟରେ ସନ୍ଧାନ ଦେଲା। ଇଷ୍ଟରସଟନ୍ ଆଡ଼କୁ ଏଇ ନାଁର ଜଣେ କୃଷକ ରହୁଥିବାର ତାର ମନେ ପଡ଼ିଲା। ହୋମ୍ସ ପଚାରିଲେ, ସେ ଜାଗାଟା କ'ଣ ନିରୋଳା ଜାଗା? ହଁ ଆଜ୍ଞା, ଖୁବ୍ ନିରୋଳା। ଗଲା ରାତି ଏଠି ଯାହା ଘଟିଛି ସେ ଖବର ସେଠି କେହି ଶୁଣି ନଥିବେ ବୋଧହୁଏ। ଯେତେ ଦୂର ଆଶା ଶୁଣି ନଥିବେ। ହୋମ୍ସ ଟିକିଏ ଭାବିଲେ, ତାପରେ ତାଙ୍କ ମୁହଁରେ ଧାରେ ହସ ଦେଖାଦେଲା। ତାପରେ କହିଲେ, ଗୋଟେ ଘୋଡ଼ା ସଜ କର, ଖଣ୍ଡେ ଚିଠି ନେଇ ତୁମେ ଏଲ୍ରିଜ୍ଙ୍କ ଫାର୍ମକୁ ଯିବ। ଓକେ, ଏଲ୍ରିଜ୍ଙ୍କ ଫାର୍ମକୁ ଯିବ। ଏଲ୍ରିଜ୍ ହେଉଛନ୍ତି ଜଣେ କୃଷକ। ତାଙ୍କ ଫାର୍ମକୁ ଯିବାକୁ ସେର୍ଲକ ହୋମ୍ସ କହିଲେ, ହଉ ଆଜି ପାଇଁ ଏତିକି ଥାଉ। ଆମେ ପର ଅଧ୍ୟାୟରେ ବା ତୃତୀୟ ଅଧ୍ୟାୟରେ, ଯେଉଁଟାକି ଶେଷ ଅଧ୍ୟାୟ କରିବା, ଆମେ ସେଇଥିରେ ଆକୁ ଶେଷ କରିବା। କାରଣ ଆହୁରି ରହିଲାଣି ବହୁତ କିଛି ରହସ୍ୟକର ଘଟଣା। କେମିତି ସମାଧାନ ହେବ ତାହାର ସବୁ କଥା ଆମେ ଦେଖିବା ଶେଷ ଅଧ୍ୟାୟରେ। ଆଜି ପାଇଁ ଏତିକି। ଧନ୍ୟବାଦ।